ଆସୁଛି ବଡ଼ ବର୍ଷା। ଶୀତ ଦିନରେ ଅଦିନିଆ ବର୍ଷା କାରଣରୁ ସ୍ଥିତି ବିଗିଡ଼ିପାରେ। ଆଗାମୀ 4 ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଶେଷଜ୍ଞ। ବର୍ଷା କାରଣରୁ ଶୀତ ମଧ୍ୟ ବଢ଼ିବ। ଏପରିକି କିଛି ସ୍ଥାନରେ ପାରଦ ହ୍ରାସ ପାଇବା ଫଳରେ ପ୍ରବଳ ଶୀତ ଅନୁଭୂତ ହେବ। ଆରବ ସାଗରରେ ଲଘୁଚାପ ପ୍ରଭାବରେ ଜାନୁଆରୀ 9ରୁ 13 ତାରିଖ ପର୍ଯ୍ୟନ୍ତ କେରଳ, ତାମିଲନାଡୁ ଓ କର୍ଣ୍ଣାଟକରେ ପ୍ରବଳ ବର୍ଷା ହେବ। ଝାରଖଣ୍ଡରେ ହାଲୁକା ବର୍ଷା ହୋଇପାରେ। ରାଜସ୍ଥାନ, ପଞ୍ଜାବ, ହରିୟାଣା ଓ ଦିଲ୍ଲୀ ସମେତ ଆଉ କିଛି ରାଜ୍ୟରେ ପ୍ରବଳ ଶୀତ ନେଇ ସତର୍କ ସୂଚନା ଜାରି କରାଯାଇଛି। ରାଜସ୍ଥାନର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଦେଶର ପୂର୍ବ ଏବଂ ମଧ୍ୟ ରାଜ୍ୟଗୁଡ଼ିକରେ ବର୍ଷା ହେତୁ ଥଣ୍ଡା ବୃଦ୍ଧି ପାଉଛି। ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ଆଉ 2 ଦିନ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅନୁସାରେ ଛତିଶଗଡ଼, ବିହାର, ଝାରଖଣ୍ଡରେ ମଧ୍ୟ ଅଳ୍ପ ବର୍ଷା ହୋଇପାରେ। ସେହିଭଳି ଆସନ୍ତା 5 ଦିନ ପାଇଁ 3ଟି ରାଜ୍ୟରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କର୍ଣ୍ଣାଟକ, କେରଳ ଓ ତାମିଲନାଡୁରେ ବର୍ଷା ସତର୍କ ସୂଚନା ଜାରି କରାଯାଇଛି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଓଡ଼ିଶାକୁ ବର୍ଷା ଭୟ ନଥିଲେ ବି କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ପଞ୍ଜାବ, ଦିଲ୍ଲୀ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ସମେତ 15ଟି ରାଜ୍ୟରେ ଘନ କୁହୁଡ଼ି ରହିଛି। ଜାନୁଆରୀ 6ରେ ମଧ୍ୟ ଏହି ରାଜ୍ୟଗୁଡ଼ିକର ସ୍ଥିତି ସମାନ ରହିପାରେ। ବଢ଼ୁଥିବା ଥଣ୍ଡାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଶିକ୍ଷା ବିଭାଗ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ସମୟ ବଦଳାଇ ଦିଆଯାଇଛି। ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ସକାଳ 10ଟାରୁ 3ଟା ପର୍ଯ୍ୟନ୍ତ ଖୋଲା ରହିବ। ପୂର୍ବରୁ ଅପରାହ୍ନ 4ଟା ଯାଏଁ ଖୋଲା ରହୁଥିଲା। ଏଥିସହିତ ରାଜସ୍ଥାନର ଜୟପୁରରେ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ ଶୀତକାଳୀନ ଛୁଟି ଜାନୁଆରୀ 13 ପର୍ଯ୍ୟନ୍ତ ବୃଦ୍ଧି କରାଯାଉଛି। ଜାନୁଆରୀ 15ରୁ ସିକରରେ ମଧ୍ୟ ସ୍କୁଲ ଖୋଲିବ। କାଶ୍ମୀର, ଲକ୍ଷାଦ୍ୱୀପ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଆସନ୍ତା 2-3 ଦିନ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ସିକିମ, ଆସାମ ଏବଂ ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ କୁହୁଡ଼ି ପରିସ୍ଥିତି ଜାରି ରହିବ।